ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ଦଶ ବନ୍ଧୁ ମଙ୍ଗଳା ଅର୍ଥ ହେଉଛି ଶୁଭ ମଙ୍ଗଳ ନ୍ୟାୟ ଓ ସମୃଦ୍ଧି ଦେଉଥିବା ଶକ୍ତି। ମା କାକଟପୁର ମଙ୍ଗଳା ହେଉଛନ୍ତି ତାହାର ଜୀବନ୍ତ ପ୍ରତୀକ। ମା ମଙ୍ଗଳାଙ୍କୁ ପୂଜା କରିବା ମୂଳ କାରଣ ହେଉଛି ତାଙ୍କର କୃପା ଓ ସୌଭାଗ୍ୟ ରକ୍ଷା ଓ ନ୍ୟାୟ ପ୍ରଦାନ କରୁଥିବା ଶକ୍ତି। ଯିଏ ଦୁଃଖୀ ଅନାଇ ଦୁର୍ବଳ ପୀଡ଼ିତାଙ୍କ ପାଖରେ ନ୍ୟାୟ ଦିଅନ୍ତି। ବିବାହ ସନ୍ତାନ ଓ ଘରୀୟ ଶୁଭ କାର୍ଯ୍ୟରେ ଓ ମାନସିକ ପୂରଣ ପାଇଁ ମା ମଙ୍ଗଳାଙ୍କୁ ଗୁରୁତ୍ୱ ଦିଆଯାଏ। ମା ମଙ୍ଗଳା ଦେବୀ ଅସୁର ନାଶିନୀ ଓ ଭକ୍ତ ପାଳନକାରୀ ଅବତାର। ମାଙ୍କ ଦର୍ଶନ କରିବା ମାତ୍ରେ ଭକ୍ତଙ୍କ ମନରେ ଏକ ଆଲୌକିକ ଶକ୍ତି ଜାଗ୍ରତ ହୁଏ, ଯାହା ଦୁଃଖ ଭୟ ଓ ଅନ୍ଧକାରକୁ ଦୂର କରିଦିଏ। ପ୍ରତିଦିନ ପ୍ରାତଃକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତମାନେ ମାଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସନ୍ତି। କେହି ତ ତାଙ୍କ ସନ୍ତାନ ପାଇଁ ଗୁହାରି କରନ୍ତି, ଆଉ କେହି ଅନ୍ଧକାର ଜୀବନରେ ଆଲୋକ ଖୋଜନ୍ତି। ମା ମଙ୍ଗଳା ସମସ୍ତଙ୍କ ନିମନ୍ତେ ଏକ ମା ଭଳି। କେଉଁଠି ମନ୍ତ୍ର ନୁହେଁ, ତାଙ୍କୁ ଶ୍ରଦ୍ଧା ହିଁ ପ୍ରସନ୍ନ କରିପାରେ। ମାଙ୍କ ଚରଣ ଛୁଇଁଲେ ଭକ୍ତମାନେ ଅନୁଭବ କରନ୍ତି ଜଣେ ଜୀବନଦାତ୍ରୀ ମାଙ୍କ ପାଦ ତଳେ ଆଶ୍ରୟ ନେଇଛୁ। ମନ୍ଦିର ପ୍ରାଙ୍ଗଣରେ ବାହାରୁ ଆସୁଥିବା ଧୂପ ଚନ୍ଦନ ଗନ୍ଧ ଶଙ୍ଖଧ୍ୱନି ମନ୍ତ୍ର ଉଚ୍ଚାରଣ ସହିତ ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରେ। ପ୍ରତିବର୍ଷ ନବରାତ୍ରି ଓ ଚୈତ୍ର ମାସର ଏଠାରେ ବିଶେଷ ଉତ୍ସବ ହୁଏ। ଏହି ସମୟରେ ମନ୍ଦିରରେ ଲକ୍ଷେ ଦୀପ ମନ୍ଦିର ଆଲୋକିତ ହୁଏ ଓ ଶ୍ରଦ୍ଧାଳୁମାନେ ମାଙ୍କ ନାମ ଜପ କରି ତାଙ୍କର କୃପା ଲାଭ କରିବା ପାଇଁ ପ୍ରାର୍ଥନା କରନ୍ତି। କୁହାଯାଏ, ଯେଉଁମାନେ ମାଙ୍କୁ ଶ୍ରଦ୍ଧାରେ ଡାକନ୍ତି ସେମାନଙ୍କ ଜୀବନରେ ଅନ୍ଧକାର ଦୂର ହୁଏ, ଶକ୍ତି ଓ ଶାନ୍ତିର ଆବିର୍ଭାବ ହୁଏ। ମା ନଥିଲେ କେଉଁଠୁ ଆସେ ଏତେ ଆଶା, ତାଙ୍କ ଦୃଷ୍ଟି ରହିଲେ ସୁଖ ଓ ବିଶ୍ୱାସ। କିଏ ଦୁଃଖରେ କାନ୍ଦେ, କିଏ ଦୁଆରେ ବସେ, ମା ମଙ୍ଗଳା ଶୁଣନ୍ତି। ମା ମଙ୍ଗଳା ଭକ୍ତର ମନ ଓ ଅନ୍ତର ଜାଣନ୍ତି। ମା ମଙ୍ଗଳା କେବଳ ଏକ ଦେବୀ ନୁହନ୍ତି, ସେ ହେଉଛନ୍ତି ମା ଶକ୍ତିର ଏକ ଜୀବନ୍ତ ଚିହ୍ନ, ଯିଏ ଭକ୍ତର ଦୁଃଖ ଦୂର କରନ୍ତି ଓ ହରଣ କରନ୍ତି ଓ ଆଶୀର୍ବାଦ କରନ୍ତି। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ମା ମଙ୍ଗଳା ଅନେକ ଅଦୃଶ୍ୟ ଉପାୟରେ ତାଙ୍କ ଦୁଃଖ ଦୂର କରିଦିଅନ୍ତି। କିଏ ତାଙ୍କୁ ସ୍ୱପ୍ନରେ ଦେଖେ, କିଏ ମନରେ ଅନୁଭବ କରେ। କିଏ ଦେଖେ କିପରି କି ଅସମ୍ଭବ କାମ ସମ୍ଭବ ହୋଇଯାଏ। ଅନେକ ମାନ୍ୟତା ଅଛି ଯେଉଁଠି ଲୋକ ନିରାଶ ଓ ଅନ୍ୟାୟ ଦୁଃଖରେ ଅଛନ୍ତି ସେମାନେ ମାଙ୍କୁ ସ୍ମରଣ କରନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ମା ମଙ୍ଗଳାଙ୍କ ନିବିଡ଼ ସମ୍ପର୍କ ଅଛି। ନବକଳେବର ଦାରୁ ସନ୍ଧାନ ବିଶ୍ୱାସ ଅନୁଯାୟୀ ମା ମଙ୍ଗଳା ସ୍ୱପ୍ନାଦେଶରେ ଦାରୁ ବ୍ରହ୍ମ ଉପସ୍ଥିତି ନିର୍ଦ୍ଦେଶ ସ୍ଥାନ ଠିକଣା ଦିଅନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ନବକଳେବର ନିମନ୍ତେ ଦାରୁ ଚାରୋଟି ଅଲଗା ଅଲଗା ଜାଗାରୁ ମିଳିଥାଏ। ନବକଳେବର ନିମନ୍ତେ ଯେଉଁ ବୃକ୍ଷ ଛେଦିତ ତଥା ବ୍ୟବହୃତ ହୁଏ, ତାର ଲକ୍ଷଣଗୁଡ଼ିକ ହେଲା ବୃକ୍ଷଟି ଲମ୍ବା ବୃକ୍ଷ ହୋଇଥିବ, ବୃକ୍ଷଟି ମନ୍ଦିର ନଦୀ ମଶାଣୀ ମଠ ନିକଟସ୍ଥ ଜାଗାରେ ଥିବ, ବୃକ୍ଷର ଅନାଦି ଦୂରରେ ଉଇହୁଙ୍କା ଅଶ୍ୱତ୍ଥ ଗଛ ବରୁଣ ଗଛ ଶାହାଡ଼ା ଗଛ ତୁଳସୀ ଗଛ ଓ ଗାତ ଥିବ। ସେହି ଗାତ ଅଥବା ଉଇହୁଙ୍କାରେ ନାଗସାପ ରହୁଥିବ, କିନ୍ତୁ ପକ୍ଷୀମାନେ ସେହି ବୃକ୍ଷରେ ବସା ବାନ୍ଧି ନଥିବେ। ବୃକ୍ଷରେ କୌଣସି କୀଟ ବା ବଜ୍ରପାତ ଚିହ୍ନ ନଥିବ, ବୃକ୍ଷରୁ କୌଣସି ଡାଳ ଛେଦିତ ହୋଇନଥିବ। ସେହି ଗଛରେ ଗଦା ଶଙ୍ଖ ଚକ୍ର ପଦ୍ମ ପ୍ରଭୃତି ଚିହ୍ନ ଥିବ। ଉପରୋକ୍ତ ଲକ୍ଷଣମାନଙ୍କ ମଧ୍ୟରୁ ଅଧିକାଂଶ ଲକ୍ଷଣଯୁକ୍ତ ଦାରୁକୁ ଶ୍ରେଷ୍ଠ ବୋଲି ମନେକରି ଅନ୍ୱେଷଣକାରୀ ଗଣନା କରିବା ଦ୍ୱାରା ତାପରେ ବିଶ୍ୱକର୍ମା ଦାରୁକୁ ମାପ କରନ୍ତି ଓ ତାପରେ ଦାରୁ ସମାପ୍ତ ହୁଏ। ଏହି ଥିଲା ମା ମଙ୍ଗଳା ଓ ଜଗନ୍ନାଥଙ୍କ ବିଶେଷ କାହାଣୀ। ମା ମଙ୍ଗଳା ଏହିପରି ଅନେକ ଓଡ଼ିଆ କାର୍ଯ୍ୟରେ ଜଡ଼ିତ ହୋଇ ରହିଛନ୍ତି। ମା ମଙ୍ଗଳା ହେଉଛନ୍ତି ଆମର ଅଧିଷ୍ଠାତ୍ରୀ ଦେବୀ। ମା କାକଟପୁରରେ ରହି ପୂଜା ପାଆନ୍ତି, ଭକ୍ତମାନଙ୍କ ମନସ୍କାମନା ଦୂର କରନ୍ତି ଓ ପୂରଣ ବି କରନ୍ତି। ମା ମଙ୍ଗଳା ବୋଲି ହୃଦୟରୁ ସ୍ମରଣ କରି ଡାକିଲେ ମା ଓ ବୋଲି କରନ୍ତି। ଏ ଥିଲା ମା ମଙ୍ଗଳାଙ୍କ କିଛି କାହାଣୀ। ଆପଣମାନଙ୍କୁ କିପରି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଭୁଲିବେନି।
ଭିଡ଼ିଓଟି ଯଦି ଭଲ ଲାଗିଥାଏ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ଜୟ ଜଗନ୍ନାଥ।